ଦେଖନ୍ତୁ ଏଇଟା 2018 ମସିହାର କଥା। ରାଇକିଆ ଥାନାରେ ଗୋଟେ ରିପୋର୍ଟ ହେଇଥିଲା ଯେ ପୀଡ଼ିତା ଯେତେବେଳେ ନାବାଳିକ ଥାଏ ସେ ସମୟରେ ସେ ତାଙ୍କ ମାଉସୀ ଘରକୁ ଜାଗର ଓଷା ଦେଖିବାକୁ ଯାଇଥିଲା। ସେହି ସମୟରେ ଯେଉଁ ଟିଲୁ କୁମାର ପ୍ରଧାନ ଯିଏ ଅଭିଯୁକ୍ତ ସେ ମାଉସୀ ଘର ସାମ୍ନାରେ ରହେ। ଆକୁ ଯେଉଁ ନାବାଳିକାକୁ ସେ ପ୍ରପୋଜ କରିଥିଲା, ମୁଁ ତ ଭଲ ପାଏ ବୋଲି ଆଉ ତୋତେ ବାହା ହେବି ବୋଲି କହିଥିଲା, କିନ୍ତୁ ନାବାଳିକା ତାକୁ ମନା କରିଥିଲା, ମୋର ବୟସ ହେଇନି ଆଉ ଏସବୁ କଥା ଏବେ କେବେ କହିବ ନାହିଁ ବୋଲି ରାଗିଥିଲା। କିନ୍ତୁ ତା ପର ମୁହୂର୍ତ୍ତରେ କିଛି ଆଉ ଥରେ ସେ ତାକୁ ବାରମ୍ବାର ପ୍ରପୋଜ କରିଛି ଆଉ ତାକୁ ବାହାରକୁ ମଧ୍ୟ ନେଇକି ଯାଇଛି ଆଉ ଜୋର ଜବରଦସ୍ତ ତା ସହିତ ଶାରୀରିକ ସମ୍ପର୍କ ବି ରଖିଛି। ଏହାପରେ ଅନେକ ବାର ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଛି। ତାପରେ କିଛି ଦିନ ପରେ ତାର ସେ ଯେତେ ଅନ୍ତଃସତ୍ତ୍ୱ ହେଇଯାଇଛି, ଅନ୍ତଃସତ୍ତ୍ୱ ହେଲା ପରେ ନାବାଳିକ ତାକୁ କହିଛି, ସେତେବେଳେ ଆଉ ସେ ଟିଲୁ କୁମାର ପ୍ରଧାନ ତାକୁ ଆଉ କୌଣସି ପ୍ରକାର ପ୍ରଶ୍ରୟ ଦେଇନାହିଁ, ବରଂ ତାକୁ କହିଛି ଯେ ତୁ ଗର୍ଭ ନଷ୍ଟ କରିବୁ। ଗର୍ଭ ନଷ୍ଟ କରିବାକୁ କହିବାରୁ ସେ ମନା କଲା, ମୁଁ ଗର୍ଭ ନଷ୍ଟ କରିବି ନାହିଁ। ଯେତେବେଳେ କହିଲା, ତାକୁ ଆଉ ତା ପରିବାରକୁ ସମସ୍ତଙ୍କୁ ମାରିଦେବା ପାଇଁ ଧମକ ବି ଦେଇଥିଲା। ଏଇ କଥା ଉପରେ ନାବାଳିକା ଜଣକ ଯାଇକି ରାଇକିଆ ପୋଲିସ ଷ୍ଟେସନରେ ଗୋଟେ କେସ୍ କରିଥିଲେ 8/2018। ତାପରେ ଇନଭେଷ୍ଟିଗେସନ୍ ହେଇଛି। ଇନଭେଷ୍ଟିଗେସନ୍ ପରେ କୋର୍ଟରେ ଯେତେବେଳେ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଗଲା, 12 ଜଣ ସାକ୍ଷୀଙ୍କର ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିଲା। ଆଉ ଆଜି ଏଡିଜେ ପୋକ୍ସୋ ସାର୍ ମନୋରଞ୍ଜନ ଦାସ ସେ ୟାର ଜଜମେଣ୍ଟ ଶୁଣାଇଛନ୍ତି। ସବୁ ସାକ୍ଷ୍ୟକୁ ଗ୍ରହଣ କରିକି 10 ବର୍ଷର ସଶ୍ରମ କାରାଦଣ୍ଡ ଆଉ ତା ସହିତ 20,000 ଟଙ୍କା ଫାଇନ୍, ଅନାଦାୟ 6 ମାସ ପୁଣି ସଜା ହେବ। ଆଉ ସେ ଡିଏଲ୍ଏସ୍କୁ ମଧ୍ୟ ଏଥିରେ ଡାଇରେକ୍ସନ୍ ଦିଆଯାଇଛି। ଯେଉଁ ନାବାଳିକା ଅଛି ତାକୁ 1.5 ଲକ୍ଷ ଟଙ୍କାର କମ୍ପେନସେସନ୍ ଦେବା ପାଇଁ।